ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସିଏସ୍ ଟିକରପଡ଼ା ଗ୍ରାମ ପଞ୍ଚାୟତର ଢେପାପୁଣ୍ଠ ଗ୍ରାମରେ ଗତ 4 ଦିନ ମଧ୍ୟରେ ଅଜଣା ରୋଗରେ ଗୋରୁ ମଲେଡ଼ି ପ୍ରାୟ 8ରୁ 10 ଅଭିଯୋଗ କଲେ ମଧ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ମନମାନି ଯୋଗୁଁ ଅଞ୍ଚଳର ମଲେନି ଅନେକ ଗାଈଗୋରୁ ପରିବେଶ ଉପରେ ପଡ଼ିପାରେ ବହୁତ କ୍ଷତି। ଏଥିପାଇଁ ଦାୟୀ କିଏ? ପ୍ରଶାସନ ଆଜି ଢେପାପୁଣ୍ଠ ଗ୍ରାମକୁ ଆସି ଗୁହାଳଗୁଳ ବୋଲି ସ୍ଥିତି ପରଖିଥିଲେ। ସେହି ସମୟ ବେଳକୁ ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା, କିନ୍ତୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି। କିନ୍ତୁ ଗ୍ରାମବାସୀ ସମ୍ମୁଖରେ କଥା ଦେଇଛନ୍ତି ଆସନ୍ତାକାଲି ଗ୍ରାମରେ କ୍ୟାମ୍ପ କରାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ। ବଙ୍କେ ଭେଟନାରୀ ସର୍ଜନ ସଂଗ୍ରାମ ସାହୁ ସୂଚନା ଦେଇଛନ୍ତି, କିନ୍ତୁ ଭ୍ରମରପୁର ଏଲ୍ଆଇଙ୍କ କାର୍ଯ୍ୟକଳାପ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତ ଏଲ୍ଆଇ ବାଳକୃଷ୍ଣ ପ୍ରଧାନଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ବହୁ ଗାଈଗୋରୁ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଥିପ୍ରତି ଗଞ୍ଜାମ ପଶୁ ଚିକିତ୍ସା ଅଧିକାରୀ ଦୃଷ୍ଟି ଗୋଚରକୁ ନେଇ ଏଲ୍ଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀମାନେ। ଗଞ୍ଜାମରୁ ବିପିନ ଦାସ, बलराम साहू मो ना ढेपापेंड कौन रही आपन ग्राम समस्या? आम ग्राम एक्चुअली गुरु गाई जहाँ सब मरी जाऊँ केते दिन है आज की 4 दिन है प्रशासन एप्रति कौन अवगत करते ना ये किसी ये करना प्रशासन को एप्रति अवगत जन कि हाँ जन बर्तमान किए आसुना प्रशासन अवहेला केते गोटे गाई मृत्यु है प्राय 8-10 खंड गाई मृत्यु है। कौन कहे सरकार को? सरकार को आम कहूँ आमको ये निहाती गोटे पशु डाक्टर दरकार आई ट्रिटमेंट कराया दरकार। मु चौधरी टिकरपड़ा ग्राम पंचायतर ढेपापुंठ ग्राम निवासी कालीचरण साहू कौच। आम ग्राम आज को 4-5 दिन है प्राय 10टा गोरु गाई मरीगले। कौन से पशु डिपार्टमेंटर प्राणी विभाग कौन से डिपार्टमेंटर कर्मचारी को देखा जहाँद्वारा ग्रामवासी बहुत असुविधा हो। तेणु सरकार ए पदक्षेप ने आम अनुरोध करुँ।